ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ସୁବ୍ରତ ବେହେରା କର୍ମଚାରୀଙ୍କ 2 କୋଟିରୁ ଊର୍ଦ୍ଧ୍ବ ଦରମା ଟଙ୍କା ହଡପ ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଭିଜିଲାନ୍ସ ଜାଲରେ ପଡ଼ିଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କିରାଣୀ ସୁବ୍ରତ ବେହେରା। ଗତକାଲି ଅଧିକ ପଚରାଉଚରା ପାଇଁ ସୁବ୍ରତକୁ କଟକ ନେଇଥିଲା ଭିଜିଲାନ୍ସ ଟିମ୍। ନିଜ ଦରମା ବଢ଼ାଇ ସୁବ୍ରତ ରାଜକୋଷରୁ ଲୁଟି ନେଇଥିଲା ପ୍ରାୟ 2.5 କୋଟି ଟଙ୍କା। ସେହିପରି ବହୁ ଡାକ୍ତରଙ୍କୁ ବି ଚୁନା ଲଗାଇଥିଲା ହସ୍ପିଟାଲର ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ଏ କିରାଣୀ। ତେବେ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ଭିଜିଲାନ୍ସ ମାମଲା ଦାଖଲ କରିଥିଲା ସ୍ୱାସ୍ଥ୍ୟ ବିଭାଗ। ଦୀର୍ଘ 3.5 ମାସ ପରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛି ସୁବ୍ରତ। ଆଜି କଟକ ଏବଂ ଅନୁଗୁଳ ଭିଜିଲାନ୍ସ ବିଭାଗ ପକ୍ଷରୁ 3 ଗୋଟି ଟିମ୍ ତଥା 10 ଜଣିଆ ଅଧିକାରୀ ଏହି ରେଡ୍ରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ନିଜ ପୈତୃକ ଘର ବାଉଁଶ ପୋଖରୀ, ଶ୍ୱଶୁର ଘର, ବରପାଳ ମେଡିକାଲ କାର୍ଯ୍ୟାଳୟ ସହ ସୁସୁଡ଼ା ବାସଭବନରେ ଚାଲିଛି ରେଡ୍।